ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିନିଅନ୍ତୁ। ପ୍ରଥମ ଖବର, ଓଡ଼ିଶାରେ ହେବେ 200 ବିଧାୟକ। ଓଡ଼ିଶାରେ ବଢ଼ିପାରେ ନିର୍ବାଚନ ମଣ୍ଡଳୀ ସଂଖ୍ୟା। ସୀମା ପୁନଃ ନିର୍ଦ୍ଧାରଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦେଲେ ସଂକେତ। 147 ବିଧାୟକଙ୍କ ପରିବର୍ତ୍ତେ ବିଧାନସଭାରେ ବସିବେ ପ୍ରାୟ 200 ବିଧାୟକ। 71 ଏକର ଜାଗାରେ ଛିଡ଼ା ହେବେ ନୂଆ ବିଧାନସଭା ଓ ଲୋକସେବା ଭବନ। 300 ଆସନ ବିଶିଷ୍ଟ ନୂଆ ବିଧାନସଭା ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ପରବର୍ତ୍ତୀ ଖବର, ଭୁବନେଶ୍ୱରରେ ହେବ ଏଲିଭେଟର କରିଡର। ରାଜଧାନୀର ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏକ ଏଲିଭେଟେଡ୍ କରିଡର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ପ୍ରାୟ 952 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି କରିଡରର ଜୟଦେବ ବିହାର, କଳିଙ୍ଗ ହସ୍ପିଟାଲ, ଡମଣା ଓ କିଟ୍ ଛକଠାରେ 4ଟି ଫ୍ଲାଏଓଭର ନିର୍ମାଣ କରାଯିବ। ଏଥିପାଇଁ 3,623 କୋଟି ଟଙ୍କା ବ୍ୟୟ କରାଯିବ। ପରବର୍ତ୍ତୀ ଖବର, ମହିଳାଙ୍କୁ କାର୍ ଦେଲେ ସରକାର। ଆଜି ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗର 6,700 କୋଟି ଟଙ୍କା ବ୍ୟୟ ଅଟକଳରେ ସମୁଦାୟ 71ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରୁ ପ୍ରାୟ 5,630 କୋଟି ଟଙ୍କା ବିନିଯୋଗରେ 39ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିବା ବେଳେ ପ୍ରାୟ 1,070 କୋଟି ଟଙ୍କା ବିନିଯୋଗରେ 32ଟି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 5 ଜଣ ମହିଳା ଗାଡ଼ି ଚାଳକମାନଙ୍କୁ ଗାଡ଼ି ଚାବି ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ଆମ ସୁବାହକ ଯୋଜନା ଅଧୀନରେ ସରକାରୀ ଗ୍ୟାରେଣ୍ଟିରେ କାର୍ କିଣିବା ପାଇଁ ଋଣ ପ୍ରଦାନ କରାଯାଉଛି। ପରବର୍ତ୍ତୀ ଖବର, ଥଣ୍ଡାରେ ଥରିବ ଓଡ଼ିଶା, ପୁଣି ଫେରିବ ଶୀତ, ଥୁରୁ ଥୁରୁ ହେବ ରାଜଧାନୀ। କିଛି ଦିନ ସାମାନ୍ୟ ଥଣ୍ଡା କମିବା ପରେ ପୁଣି ପ୍ରବଳ ଥଣ୍ଡା ହେବାର ସୂଚନା ରହିଛି। ଆସନ୍ତା 13 ଓ 14 ତାରିଖରେ ପୁଣି ଥରାଇବ ଶୀତ। ରବିବାର ବି ଶୀତ କମ୍ ରହିଥିଲା, କିନ୍ତୁ ମଙ୍ଗଳବାର ଓ ବୁଧବାର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପାରଦ ପୁଣି ତଳମୁହାଁ ହେବ। ଅଧିକ ଶୀତ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ପରବର୍ତ୍ତୀ ଖବର, ଗ୍ରାହକଙ୍କ ପାଇଁ ମାରୁତି ସୁଜୁକିର ବଡ଼ ପ୍ଲାନ୍। ଏଣିକି ମାରୁତି ସୁଜୁକି ନିଜର ଗ୍ରାହକଙ୍କ ପାଇଁ ଦେଶରେ 5,000ରୁ ଅଧିକ ସର୍ଭିସ ସେଣ୍ଟର ଖୋଲିବାକୁ ଯାଉଛି, ଯାହାଦ୍ୱାରା ଛୋଟ ଛୋଟ କାମ ପାଇଁ ଆଉ ଗ୍ରାହକଙ୍କୁ ସର୍ଭିସ ସେଣ୍ଟର ଲାଇନ୍ ଲଗାଇବାକୁ ପଡ଼ିବ ନାହିଁ କିମ୍ବା ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଲୋକଙ୍କ ପାଖରେ ପହଞ୍ଚିବ ସର୍ଭିସ ସେଣ୍ଟର। ପରବର୍ତ୍ତୀ ଖବର, ରାଜ୍ୟବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ, କଲେ ବଡ଼ ଘୋଷଣା। ରାଜ୍ୟର ସଡ଼କ ସୁରକ୍ଷା ଓ ବିକାଶ କ୍ଷେତ୍ରରେ ଆଜି ଏକ ଐତିହାସିକ ଦିନ। ସାରା ରାଜ୍ୟରେ ଏବେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ ହେଉଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଡ଼କ ସୁରକ୍ଷା ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଆରମ୍ଭ କରିଛନ୍ତି। ଏହା ସହିତ ରାଜ୍ୟ ରାଜଧାନୀର କାୟାକଳ୍ପ ହେଲା ଭଳି 2ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି। ପରବର୍ତ୍ତୀ ଖବର, ଖୁବ୍ ଶୀଘ୍ର ଗଡ଼ିବ ବନ୍ଦେ ଭାରତ ସ୍ଲିପର ଟ୍ରେନ୍। ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦେଶରେ ଖୁବ୍ ଶୀଘ୍ର ଅତ୍ୟାଧୁନିକ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ସେବା ଆରମ୍ଭ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ଏହି ପ୍ରିମିୟମ୍ ଟ୍ରେନ୍ ହାୱଡ଼ାରୁ କାମାକ୍ଷା ମଧ୍ୟରେ ଚାଲିବ, ଯାହା ପ୍ରାୟ 958 କିଲୋମିଟର ଦୂରତା ଅତିକ୍ରମ କରିବ। ଏହି ଟ୍ରେନ୍
ଚଳାଚଳ ଦ୍ୱାରା ଦୂରପାଲ୍ଲା ଯାତ୍ରା ଅଧିକ ଆରାମଦାୟକ ଓ ଶୀଘ୍ର ହୋଇପାରିବ। ପରବର୍ତ୍ତୀ ଖବର କଟକରେ ବୁଲୁଚି ବାଘ, କଟକରେ ବାଘ ଆତଙ୍କ। ଜଗତପୁର ଇମାମନଗର ଅଞ୍ଚଳରେ ବାଘ ଭଳି ଦେଖାଯାଉଥିବା ଏକ ଜନ୍ତୁର ଭିଜୁଆଲ ସିସିଟିଭିରେ କଏଦ ହୋଇଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ତେବେ ଏହା ବାଘ ନା ଅନ୍ୟ ଆଉ କେଉଁ ଜନ୍ତୁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପରବର୍ତ୍ତୀ ଖବର ନିର୍ବାଚନ ଲାଗି ବିନା ଦର୍ଶକରେ ଖେଳାଯିବ WPLର 2ଟି ମ୍ୟାଚ୍। ମୁମ୍ବାଇ ମହାନଗର ନିଗମ ନିର୍ବାଚନ ଚଳିତ ମାସ 15ରେ ଅନୁଷ୍ଠିତ ହେବାକୁ ଯାଉଛି। ଏହାର ପ୍ରଭାବ ଏଠାରେ ଚାଲିଥିବା ବେଳେ ମହିଳା ପ୍ରିମିୟର ଲିଗ୍ ପଡ଼ିବାର ସମ୍ଭାବନା ରହିଛି। ନିର୍ବାଚନ ଲାଗି ସ୍ଥାନୀୟ ପୋଲିସ ଆବଶ୍ୟକ ସୁରକ୍ଷା ଦେବାକୁ ରାଜି ନାହାନ୍ତି। ପୁଲିସ ମଧ୍ୟ ସୁରକ୍ଷା ଯୋଗାଇ ପାରିବ ନାହିଁ ବୋଲି